ସାଇ ବିଶ୍ୱାସ ଚ୍ୟାନେଲକୁ ସ୍ୱାଗତ। ଆପଣ ମାନେ ସମସ୍ତେ ଭଲରେ ଥିବେ। ଆଜି ଡିସେମ୍ବର 31। ଆମର ପୁରୁଣା ମାସ ଦିନ ବିତି ଯାଉଛି, ଏଥର ନୂଆ ମାସ ଦିନ ଆସୁଛି। ଆପଣମାନେ ସାଇବାବାକୁ ବହୁତ ଅନେକ ଭଲ ପାଇବା ଦେଇଛନ୍ତି। ସାଇବାବା ଆପଣମାନଙ୍କୁ ଦେଇଛନ୍ତି। ଆପଣମାନେ ନୂଆ ବର୍ଷରେ ସାଇବାବାଙ୍କର ବହୁତ ନୂଆ ଭିଡ଼ିଓ ଶୁଣିବାକୁ ଚାହିଁବେ। ବହୁତ ସାଇଙ୍କର ପ୍ରିୟ ଦର୍ଶନୀ, ସାଇଙ୍କର ମାନବ ପ୍ରେମୀ, ସାଇବାବାଙ୍କର ବାସ୍ତବିକତା, ପ୍ରଭୁଙ୍କୁ କିଏ ବା ମାରିପାରେ। ଆଜି ସାଇବାବାଙ୍କୁ ମାରିବାକୁ ଖଳ ପ୍ରକୃତିର ଲୋକମାନେ କିପରି ଜଙ୍ଗଲକୁ ନେଇଥିଲେ ସେ ବିଷୟରେ ଆମେ ଆଲୋଚନା କରିବା। ଦିନକର ଘଟଣା। ବେଙ୍କୁଶ ମହାରାଜର ବାବୁଙ୍କୁ ନେଇ ବେଲପତ୍ର ତୋଳିବା ଆଣିବା ପାଇଁ ପାଖ ଜଙ୍ଗଲକୁ ପଠାଇ ଦିଆଇଥିଲେ। ଏକଥା ଅନ୍ୟ ପିଲାମାନେ ଜାଣିପାରିଲେ ପାନେ ଦେଇ ଘଉଡ଼ାଇବେ ବୋଲି ସାଇବାବାଙ୍କୁ ସେ ବହୁତ ଚିନ୍ତାରେ ଥିଲେ। ତେଣୁ ବାବୁ ପଛେ ଯାଇ କୌଶଳରେ ଜଙ୍ଗଲ ଭିତରେ ଛପି ରହିଲେ। ପରସ୍ପର ମଧ୍ୟରେ କଥା ହେଲେ କି ଏଇ ଜଙ୍ଗଲରେ ବାବୁକୁ ମାରି ଶେଷ କରିଦେବା। କୋଉ ସିଂହ ବାଘ ଖାଇ ସଫା କରିଦେବେ। ସେପଟରେ ଗୁରୁଦେବ ଭାବିଲେ ବାବୁଙ୍କ ଜଙ୍ଗଲରେ କୌଣସି ହିଂସ୍ର ଜନ୍ତୁ ଖାଇ ବଳୁ କରିଦେଇଛନ୍ତି କି? ତାପରେ ଆମ କାମ ଶେଷ। ଆମେମାନେ ପୂର୍ବପରି ଗୁରୁଙ୍କୁ ପ୍ରିୟ ଶିଷ୍ୟ ହୋଇ ଆରାମରେ ରହିବା। ଏପରି ନିଷ୍ଠୁର କଥା ଚିନ୍ତା କରି ବାବୁଙ୍କୁ ଜୀବନରେ ମାରିଦେବାକୁ ସ୍ଥିର କଲେ। ସେମାନେ ଯୋଜନା ମୁତାବକ ବାବୁଙ୍କୁ ଛକି ରହିଲେ। ଯେତେବେଳେ ଦେଖିଲେ ବାବୁ ବେଲପତ୍ର ତୋଳିବାରେ ବ୍ୟସ୍ତ ରହିଛନ୍ତି, ଠିକ୍ ସେତିକିବେଳେ ଏକ କାଠରେ ବାବୁ ମୁଣ୍ଡକୁ ଶକ୍ତି ପ୍ରହାର ଦେଲେ। ଏକରୁ ଅଧିକ ପିଲା ଥିବାରୁ ତାକୁ ତଳେ ପକାଇ ପାହାର ଉପରେ ପାହାର ବସାଇ ଚାଲିଲେ। ଯନ୍ତ୍ରଣାରେ ବାବୁ ଛଟପଟ ହେଉଥାନ୍ତି। ବାବୁ ଏଠି ସାଇବାବାଙ୍କୁ ଆସ୍ଥାନ ଦିଆଯାଇଛି। ଦେହ ସାରା ରକ୍ତରେ ଜୁଡ଼ୁପୁଡ଼ୁ। ପିଲା ହଠାତ୍ ଏକ ଇଟାରେ ବାବୁ ମୁଣ୍ଡକୁ ଶକ୍ତ ପ୍ରହାର ଦିଅ ଜଣେ ତଥାପି ନିର୍ଦ୍ଦୟ ଭାବେ ମାରି ଚାଲିଥାନ୍ତି। ବାବୁ ଏପରି ମାଡ଼ ସହି ନ ପାରି ମୁହଁ ମାଡ଼ି ହୋଇ ତଳେ ପଡ଼ିଗଲେ। ତାହା ଶରୀର ଅବଶ ହୋଇଗଲା ପରମ ସେମାନେ ଭାବିଲେ ବାବୁର ପ୍ରାଣବାୟୁ ଚାଲିଗଲା ବୋଲି। ଏତିକି ନିଶ୍ଚିନ୍ତ ହୋଇ ସେଠାରୁ ସଅଳ ଚମ୍ପଟ ମାରିଦେଲେ। ଆଶ୍ରମକୁ ଆସି ପୂର୍ବପରି କାମରେ ବ୍ୟସ୍ତ ରହିଲେ। ବାବୁଙ୍କୁ ସଫା କରିଦେଇଛି ଭାବି ଖୁସିରେ କାମ କରିଥାନ୍ତି। ଦିନେ ଗଡ଼ିଗଲାଣି। ବାବୁଙ୍କର ଦେଖା ନାହିଁ। ବେଙ୍କୁଟି ମହାରାଜ ଏକଥା ଭାବି ଚିନ୍ତାରେ ପଡ଼ିଗଲେ। ବାଧ୍ୟ ହୋଇ ଜଙ୍ଗଲ ଭିତରକୁ ବାବୁଙ୍କୁ ଖୋଜିବାକୁ ବାହାରି ପଡ଼ିଲେ। କିଛି ଶିଷ୍ୟମାନଙ୍କୁ ସାଙ୍ଗରେ ଧରି ଜଙ୍ଗଲ ଭିତରେ ପଶିଲେ। ଯେଉଁ ବାଟରେ ବାବୁ ବେଲପତ୍ର ତୋଳି ଯାଉଥିଲେ, କିଛି ସମୟ ଗଲା ପରେ ବେଙ୍କୁଶ ଦେଖିଲେ ଏକ ଗଛ ତଳେ ବାବୁ ରକ୍ତ ଜୁଡ଼ୁଜୁଡ଼ୁ ହୋଇ ପଡ଼ି ରହିଛି। ତାପରେ ପୋଷାକ ଚିରି ହୋଇଯାଇଥିବାରୁ ବେଳ ଶରୀର ପୂରା ନୀଳ ପଡ଼ିଯାଇଥାଏ। ପାଖରେ ଟୋକେଇ ପଡ଼ିଥାଏ। ମୁଣ୍ଡରେ ରକ୍ତ ଆଘାତ ଲାଗିଥିବାରୁ ଧୀରେ ରକ୍ତ ବାହାରୁଥାଏ। ବେଙ୍କୁଶ ମହାରାଜ ଅଧୀର ହୋଇ ପଡ଼ିଲେ। ରକ୍ତରେ ଭିଜି ଯାଇଥିବା ଚେତାଶୂନ୍ୟ ବାବୁଙ୍କୁ ଉଠାଇ ବେଙ୍କୁଶ ମହାରାଜ ପାଖରେ ଥିବା ନଦୀ କୂଳକୁ ନେଇଗଲେ। ସେଠାରେ ଦେହ ସାରା ପାଣି ମାରି ବାବୁକୁ ଧୋଇ କଲେ। ତାପରେ ପାଖରେ ଥିବା ଔଷଧୀୟ ଲତାକୁ ଆଣି ବାବୁ ଦେହରେ ଲଗାଇଦେଲେ। ସୌଭାଗ୍ୟ ଗୁରୁକୁ ଦେବୀ ସ୍ପର୍ଶ ଏବଂ ଶାଶ୍ୱତ ସେବାରେ ବାବୁର ଚେତା ଫେରି ଆସିଲା। ବାବୁ ଧୀରେ ଆଖି ଖୋଲି ପ୍ରଥମେ ଗୁରୁ ବେଙ୍କୁଶ ମହାରାଜଙ୍କୁ ଅନାଇଲେ। ଗୁରୁ ପଚାରିଲେ, ପୁଅ, ତୋର ଏ ଅବସ୍ଥା କିଏ କଲା? ଏମିତି ନିଷ୍ଠୁର ଭାବେ ତୋତେ କିଏ ମାରିଲା? ବାବୁ ଧୀରେ ଖନେଇ ଗୁରୁଙ୍କୁ କହିଲେ, ଜାଣିନାହିଁ ଗୁରୁଜୀ। ମୁଁ ବେଲପତ୍ର ତୋଳୁଥିଲି। ହଠାତ୍ କିଏ ଜଣେ ମୋ ମୁଣ୍ଡକୁ ଇଟାରେ ଆଘାତ କଲା। ତମ ମୁଣ୍ଡ ଘୂରିଗଲା। ସଙ୍ଗେ ତଳେ ପଡ଼ିଗଲି। ତାପରେ କ'ଣ ହେଲା? ଆଉ କିଛି ଗୁରୁଜୀ। ବେଙ୍କୁଶ ମହାରାଜ ବାବୁଙ୍କୁ ଦୁଃଖଦ କଥା ଶୁଣାଇ ସେଇ ଧର୍ମ ବିରୋଧୀ କ୍ରୂର ଲୋକଙ୍କ କଥା ମହାରାଜ ବାବୁର ଦୁଃଖଦ କଥା ଶୁଣାଇ ସେଇ ଧର୍ମ ବିରୋଧୀଙ୍କର ଆଗରେ କାଣ୍ଡ ଭାଦି ସେମାନଙ୍କ ମନେ ଉତ୍ସନ୍ନ କଲେ। ତାପରେ ବାବୁଙ୍କୁ ଧରି ଆଶ୍ରମ ଅଭିମୁଖେ ଆସିଲେ। ବାବୁ ତା ସାଙ୍ଗରେ ସେଇ ଇଟାଟି ଯେଉଁଥିରେ ଆଶ୍ରମ ପିଲା ଜଣକ ତା ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା ତାକୁ ନେଇ ଆସିଲେ। ଆଶ୍ରମରେ ପୂର୍ବପରି ଗୁରୁଜୀଙ୍କର ଆଜ୍ଞା ପାଳନ କରି ଶିଷ୍ୟ ଲାଭ କରିବା ସହ ଆଶ୍ରମରେ ବିଭିନ୍ନ କାର୍ଯ୍ୟ କଲା। ଗୁରୁଜୀଙ୍କର ସେବା କରିବା ବ୍ୟତୀତ ଆଶ୍ରମରେ ସଦାବିଧି ଜୀବନର ଅତିବାହିତ କଲା। ଗୁରୁଜୀ ଭେଙ୍କୁଶ ମହାରାଜ ପୂର୍ବପରି ବାବୁଙ୍କୁ ସ୍ନେହ ଆଦର କଲେ।
ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କମେଣ୍ଟ ଆଉ ସବସ୍କ୍ରାଇବ୍ ଦେବେ।